କରୁଅଛି। ମୋ ମତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାନ୍ ନଟ୍ ରିପ୍ଲେସ୍ ଆୱାର ଟିଚର। ଏହା ଆମ ପ୍ରଚଳିତ ଶିକ୍ଷାଦାନରେ ଶିକ୍ଷକଙ୍କ ଭୂମିକା ନେଇପାରିବ ନାହିଁ। ତେଣୁ ଏଥିରେ ଗୁଣବତ୍ତ ବକ୍ତବ୍ୟ ପଥ ଚିନ୍ତାଧାରାକୁ ତିନୋଟି ବିନ୍ଦୁରେ ସିଦ୍ଧ କରିବାକୁ ଚେଷ୍ଟା କରିବି। ଏବେ ଆସିବା ପ୍ରଥମ ବିନ୍ଦୁ ଗୁରୁଙ୍କ ନବୀକରଣ ଗୁରୁ ସାକ୍ଷାତ ଈଶ୍ୱର। ଏହି ଭାବନା ଭାବମୂର୍ତ୍ତି ବସ୍ତୁତ୍ୱ ପୁରାଣ ଯୁଗର। ଏହା ଗୁରୁଙ୍କର ପ୍ରାଣ ସ୍ୱରୂପ। ସେ ଯୁଗରେ ଗୁରୁ ସାକ୍ଷାତ ପରବ୍ରହ୍ମ। ଏହି ଦର୍ଶନରେ ସମସ୍ତଙ୍କୁ ସ୍ୱୟଂ ଭଗବାନ ମଧ୍ୟ ଏହି ଧରଣୀ କକ୍ଷରେ ଅବତାର ଅବକାଶରେ ଗୁରୁ କରିଛନ୍ତି ଓ ତାଙ୍କଠାରୁ ଶିକ୍ଷା ଆରମ୍ଭ କରିଛନ୍ତି। ଯେପରିକି ଶ୍ରୀ ରାମଚନ୍ଦ୍ର ମହର୍ଷି ବଶିଷ୍ଠ, ଶ୍ରୀକୃଷ୍ଣ ସନ୍ଦୀପନୀ ଋଷି। ଜାତିର ଜୟଗାଥାର ମୂଳ ପିଣ୍ଡ ହେଉଛି ଜୀବନ ଏବଂ ଏହି ଜୀବନର ନିର୍ମାଣ ବିଦ୍ୟାଳୟରେ କରାଯାଇଥାଏ। ଶିକ୍ଷା ଆଦାନକୁ ସତ୍ୟକୁ ସୁନ୍ଦର କରିବାରେ ଶିକ୍ଷକ କୁହାଯାଏ ଯେ ପିତାମାତା ଜନ୍ମ ଦିଅନ୍ତି। ଜନ୍ମଦାନ ସମ୍ପର୍କରେ ତାଙ୍କ କର୍ତ୍ତବ୍ୟ ଏତିକି ମାତ୍ର, ଯେପରି ଭାତ ପାଣି ଦିଅନ୍ତି ତାଙ୍କ କାର୍ଯ୍ୟ ସେତିକିରେ ସରେ। କିନ୍ତୁ ଗୁରୁଙ୍କର ଶିକ୍ଷା ଚିରନ୍ତନ। ଜୀବନବ୍ୟାପୀ ସେ କୋଟି କୋଟି ପ୍ରାଣକୁ ପ୍ରଭାବିତ କରେ। ତାଙ୍କ ପ୍ରଭାବ ଅନନ୍ତ। ତେଣୁ ଗୁରୁଙ୍କର ସ୍ଥାନ ଉଚ୍ଚରେ। ଶିକ୍ଷା ପଦ୍ଧତିର ସମ୍ବନ୍ଧରେ ଶିକ୍ଷା ପ୍ରକ୍ରିୟାର କେନ୍ଦ୍ରସ୍ଥ ହେଉଛନ୍ତି ଶିଷ୍ୟ। ସେ ସଧା ମାନିବେ, ସେ ସାଧନା କରିବେ, ସେ ଅନୁରାଗୀ ହେବେ। ଗୁରୁ ହେବେ ଶିକ୍ଷାପରାୟଣ ଓ ଶିଷ୍ୟ ହେବେ ଗୁରୁପରାୟଣ ଏବଂ ଉଭୟ ଗୁରୁ ଓ ଶିଷ୍ୟ ହେବେ ଶିକ୍ଷାପରାୟଣ। ଏବେ ଆସିବା ଦ୍ୱିତୀୟ ବିନ୍ଦୁ ପଏଣ୍ଟକୁ। ବ୍ଲୁମ୍ସ ଟାକ୍ସୋନମି ଅନୁସାରେ 3H, ଯାହାକି ହେଡ୍, ହାର୍ଟ, ହ୍ୟାଣ୍ଡ ବା କଗ୍ନିଟିଭ୍, ଆଫେକ୍ଟିଭ୍ ଆଣ୍ଡ ସାଇକୋମୋଟର ଦିଗଗୁଡ଼ିକ ସମନ୍ୱୟ ଆଜି ମଧ୍ୟ ଶିକ୍ଷାଦାନ ପ୍ରକ୍ରିୟାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ପରିଗଣିତ। କଥା ଏଇଆ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ତିନୋଟି ଦିଗଗୁଡ଼ିକୁ ଛୁଇଁ ପାରିବ ତ? ହଁ, ଆପଣମାନେ କହିପାରନ୍ତି ଯେ ଏଆଇ କହୁଥିବା ଦିଗଗୁଡ଼ିକୁ କିଛି ମାତ୍ରାରେ ଛୁଇଁ ପାରିବ। ବଟ୍ ହ୍ୱାଟ୍ ଆବାଉଟ୍ ଆଫେକ୍ଟିଭ୍ ଆଣ୍ଡ ହାର୍ଟ ରିଲେଟେଡ୍ ସାଇଡ୍? ମୋର ମନେ ଅଛି ଆମ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଜଗନ୍ନାଥ ନାୟକ ସାହିତ୍ୟ ଭାଷଣରେ କହୁଥିଲେ, ଆରେ ପିଲାମାନେ, ତୁମେ ଯେଉଁ ଶିକ୍ଷକଙ୍କୁ ଭଲ ପାଇବ ସେ ବିଷୟରେ ତୁମର ନିଶ୍ଚିତ ଭଲ ହେବ। ଶିକ୍ଷକଙ୍କୁ ଭଲ ପାଇ ତାଙ୍କ ମାର୍ଗଦର୍ଶନରେ ଚାଲ। ପାଠ ଭଲ ହେବା ସହ ସୁଯୋଗ ହେବ। ତେବେ ଏଆଇ କଣ ଆମେ ଶିକ୍ଷକଙ୍କଠାରୁ ପାଉଥିବା ସ୍ନେହ, ଶ୍ରଦ୍ଧା, ଆଦର, ଆପଟ, ଆଦର୍ଶ, ମୂଲ୍ୟବୋଧ ଆଜି ଯୋଗାଇ ପାରିବ? ଶିକ୍ଷକଙ୍କଠାରୁ ଆମେ ଶିଖୁଥିବା ବିଭିନ୍ନ ମାନବୀୟ ଗୁଣ, ଯେପରିକି ଧୈର୍ଯ୍ୟ, ନୈତିକତା, ସମସ୍ୟା ସମାଧାନ କରିବା, ଉପସ୍ଥିତ ବୁଦ୍ଧି ବଳାଇବା ଗୁଣଗତ କଣାରେ ଏଆଇଠୁ ଶିଖିପାରିବା। ଶିକ୍ଷକଙ୍କ ଆନନ୍ଦ ମାନବର କଣ ରୋବଟ ପକ୍ଷେ ସମ୍ଭବ? ଏଆଇ କଣ ଆମକୁ ଶିକ୍ଷକଙ୍କ ଭଳି ଆଶୀର୍ବାଦ ପ୍ରଦାନ କରିପାରିବ? ସଦିଚ୍ଛା ଜ୍ଞାପନ କରିପାରିବ? ହଁ, ଆପଣମାନେ କହିପାରନ୍ତି ଯେ ବିଦେଶରେ ତଥା କେରଳ ଭଳି କେତେକ ରାଜ୍ୟରେ ଏହି ଏଆଇ ମାଧ୍ୟମରେ ରୋବଟ ଦ୍ୱାରା ଶିକ୍ଷାଦାନ ଆରମ୍ଭ କରାଯାଇ ସାରିଛି। ମାତ୍ର ଏହା କେତେ ସଫଳ ତାହା ସମୟ ମିଳିବ। ଏବେ ଆସିବା ତୃତୀୟ ବିନ୍ଦୁ ପଏଣ୍ଟକୁ। ମନୁଷ୍ୟ ବୁଦ୍ଧିହୀନ ହେଉଛି। ଯନ୍ତ୍ର ମଣିଷକୁ ନିୟନ୍ତ୍ରଣ କରିବାରେ ଲାଗିଛି। କୃତ୍ରିମ ବୌଦ୍ଧିକତା ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବାର ଅର୍ଥ ମନୁଷ୍ୟର ଅନ୍ତର୍ନିହିତ ଶକ୍ତିକୁ ହେୟ ମନେ କରାଯାଉଛି। ଏହା ସାମାନ୍ୟ ବ୍ୟକ୍ତିଗତ ନୁହେଁ, ବିପର୍ଯ୍ୟୟକୁ ନିମନ୍ତ୍ରଣ କରିବାରେ ପ୍ରତିଯୋଗିତା ଚାଲିଛି। ମୋ ମତରେ ଏକ ଜୀବନ୍ତ ବ୍ୟକ୍ତିର ପରିପୂରକ କେବେ ହେଲେ ବି ଏକ ଯନ୍ତ୍ରର ଗୋଷ୍ଠୀ ହୋଇପାରିବ ନାହିଁ। ଜଣେ ଶିକ୍ଷକ ଶ୍ରେଣୀଗୃହକୁ ବିଭିନ୍ନ ଶିକ୍ଷଣୀୟ ସମସ୍ୟା ଆଣି ଉପସ୍ଥାପନ କରନ୍ତି ଏବଂ ତାର ଉତ୍ତର ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଶି କହିବାରେ ଲାଗି ପଡ଼ନ୍ତି। ଶିକ୍ଷକ ପ୍ରଶ୍ନ କରନ୍ତି, ସନ୍ଦିଗ୍ଧ ଛାତ୍ରଛାତ୍ରୀ ତାହାର ଉତ୍ତର ଦିଅନ୍ତି। ଆଗ୍ରହୀ ଛାତ୍ରଛାତ୍ରୀ ଶିକ୍ଷକ ତାହାର ଉତ୍ତର ଦିଅନ୍ତି। ସତେ ଯେପରି ଶ୍ରେଣୀଗୃହଟି ପାଲଟି ଯାଏ ତାଙ୍କ ହାତରେ ଟକ୍ ଟକ୍ ହୋଇ ଫୁଟୁଥିବା ଚାଉଳ ଓ ପାଣି। ଇଣ୍ଟରାକ୍ସନ ଚାଲିଥାଏ, ଆଇ କଣ୍ଟାକ୍ଟ ଚାଲିଥାଏ। ଠିକ୍ ଏଇଭଳି ଭାବେ ଶିକ୍ଷାଦାନ ପ୍ରକ୍ରିୟା ଚଳଚଞ୍ଚଳ ହୋଇ ଶ୍ରେଣୀଗୃହକୁ ଜୀବନ୍ତ ହୋଇଥାଏ। ଏହା କଣ ଏଆଇ ମାଧ୍ୟମରେ ସମ୍ଭବ? ହଁ, ମୋ ମତରେ ଏଆଇ ବିପକ୍ଷରେ ନୁହେଁ। ତେବେ କଥା ହେଉଛି ଏଆଇକୁ ଏକ ସାଧନୀ ବା ଟୁଲ ରୂପେ ଶିକ୍ଷଣ କାର୍ଯ୍ୟକ୍ରମ ମନୋଯୋଗ କରୁ, ଲ୍ୟାବ୍ ଆକ୍ଟିଭିଟିଜ୍ କରି ସଫଳ କରୁ, ଶିକ୍ଷାଦାନ ପ୍ରକ୍ରିୟାକୁ ଆହୁରି ଇଣ୍ଟରେଷ୍ଟିଂ କରୁ। କିନ୍ତୁ ଗୁରୁ ଶିକ୍ଷକ ତାଙ୍କର ବିକଳ୍ପ ନଥିଲା, ନାହିଁ କି କେବେ ହୋଇପାରିବ ନାହିଁ। ଶେଷରେ ଗୁରୁର୍ ବ୍ରହ୍ମା ଗୁରୁର୍ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ କହି ମୋ ଶିକ୍ଷକମାନଙ୍କ ପାଦ ତଳେ ପଥରଟା ପ୍ରଣାମ ଜଣାଇ ମୋ ଆଜିର ବକ୍ତବ୍ୟକୁ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।